ଆମେ ତ ଲେଟର ରେଡି ରଖିଛୁ। ମୁଖ୍ୟମନ୍ତ୍ରୀ ଯେବେ ଆପଏଣ୍ଟମେଣ୍ଟ ଦେବେ ଆମେ ସେ ଲେଟର ତାଙ୍କୁ ପ୍ରସ୍ତୁତ କରିବୁ, ତାଙ୍କ ସହ ଆଲୋଚନା କରିବୁ କେମିତି ସେ ଆଗକୁ ବଢିବ। ଦେଖନ୍ତୁ, ଯୋଉଟା ମୋ ଭଉଣୀ କହିଲା, ସେମାନେ ଯୋଉ ଲେଟର ଦେଇଥିଲେ ଆମେ ତାଙ୍କୁ ରିକ୍ୱେଷ୍ଟ କରିଛୁ ବାସଭବନ ଆସିକି ରେକର୍ଡ ଷ୍ଟେଟମେଣ୍ଟ କରିବେ। ଆମ ରେକର୍ଡ ଷ୍ଟେଟମେଣ୍ଟ ଆମେ କରିଛୁ, ଆଉ ଆମେ ଆଶା କରୁଛୁ କି ସେ ରେକର୍ଡ ଷ୍ଟେଟମେଣ୍ଟ ଉପରେ ସେମାନେ ଭଲ କିନା ଇନଭେଷ୍ଟିଗେସନ କରିବେ। ଏଇଥିରେ ସନ୍ତୁଷ୍ଟ ଅଛନ୍ତି ନା ସିବିଆଇ କୁ ଯିବେ ଆପଣ ଯୋଉ ଦେଖନ୍ତୁ, ଲେଖିଥିଲେ? ଆମେ ତ ଲେଟର ରେଡି ରଖିଛୁ। ମୁଖ୍ୟମନ୍ତ୍ରୀ ଯେବେ ଆପଏଣ୍ଟମେଣ୍ଟ ଦେବେ ଆମେ ସେ ଲେଟର ତାଙ୍କୁ ପ୍ରସ୍ତୁତ କରିବୁ, ତାଙ୍କ ସହ ଆଲୋଚନା କରିବୁ କେମିତି ସେ ଆଗକୁ ବଢିବ। ଯୋଉ ଆପଣ ଯୋଉ ଚିଠିଟା ଦେଇଥିଲେ ସେ ଚିଠିରେ ଆପଣ ମାନେ ଲେଖିଥିଲେ ମୁଖ୍ୟମନ୍ତ୍ରୀ ଭେଟିବା ପାଇଁ ନା ସିବିଆଇ ତଦନ୍ତ ଦାବି କରିଥିଲେ? ଆମେ ମୁଖ୍ୟମନ୍ତ୍ରୀର ଆପଏଣ୍ଟମେଣ୍ଟ ମାଗିଛୁ। ମୁଖ୍ୟମନ୍ତ୍ରୀ ଆମକୁ ଆପଏଣ୍ଟମେଣ୍ଟ ଦେଲେ ଆମ ସିବିଆଇ ଲେଟର ରେଡି ଅଛି, ଆମେ ତାଙ୍କୁ ଦେବାକୁ ଚାହୁଁଛୁ। ତ ଯେତେ ଶୀଘ୍ର ମୁଖ୍ୟମନ୍ତ୍ରୀ ଆମକୁ ଆପଏଣ୍ଟମେଣ୍ଟ ଦେବେ ଆମେ ସେତେ ଶୀଘ୍ର ସେ ଲେଟରଟା ତାଙ୍କୁ ଦେଇପାରିବୁ। ତେବେ ଯଦି କହିବା ଆଇନ ମନ୍ତ୍ରୀ ଆଜି କହୁଛନ୍ତି କି ଆମେ ଆମ ସରକାର ଠିକ ଭାବରେ ତଦନ୍ତ କରିବ, କ୍ରାଇମ ବ୍ରାଞ୍ଚ ସିବିଆଇ ଦରକାର ନାହିଁ। ଦେଖନ୍ତୁ, ଫାଷ୍ଟ ସେମାନେ କହିଲେ ଆମେ ସିବିଆଇ ତଦନ୍ତ କରିବୁ, ତାପରେ ଯେତେବେଳେ ଆମେ କହିଦେଲୁ ସିବିଆଇ ତଦନ୍ତ କରିବୁ ତାପରେ ସେମାନେ କହିଲେ ଲେଖିକିନା ଦିଅନ୍ତୁ। ମୋ ନଲେଜ ହିସାବରେ ପରିବାରର ଲେଖିକା ଦେବା ଦରକାର ନାହିଁ। ତାଙ୍କର ଯଦି ସତ୍ୟ ଇଣ୍ଟରେଷ୍ଟ ଅଛି ସେମାନେ କରିପାରିବେ, ଲେକିନ ତଥାପି ଯେମିତି ଆଇନ ମନ୍ତ୍ରୀ କହିଲେ ଆଉ ବି ତାଙ୍କ ମନ୍ତ୍ରୀମାନେ କହିଛନ୍ତି ଲେଖିକିନା ଦେବା ପାଇଁ, ଆମେ ଲେଖିକିନା ବି ଦେବାକୁ ରେଡି ଅଛୁ। ଆମେ ଏବେ ଚାହୁଁଛୁ ସେମାନେ ଯୋଉ ଆଗର ସେମାନେ କହୁଥିଲେ ସେମାନେ ସିବିଆଇ ତଦନ୍ତକୁ ଦେବେ, ଆମେ ଲେଟର ବି ଦେବାକୁ ରେଡି ଅଛୁ। ଏବେ ସେମାନେ ଦିଅନ୍ତୁ ଆମେ ଚାହୁଁଛୁ। ତ ଆମ ଲେଟର ରେଡି ଅଛି, ଯେବେ ମୁଖ୍ୟମନ୍ତ୍ରୀ ଡାକିବେ ଆମେ ତାଙ୍କୁ ଲେଟର କହିବୁ।